ଜୟଗୁରୁ। ଆଜି ଆମେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା, ଯାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଥାଏ। ଆମିଷ ଭୋଜନ କାହିଁକି ବାରଣ? ଆମେ ନିଜ ପେଟ ପାଇଁ କୌଣସି ନିରୀହ ଜୀବକୁ ମାରିବା ପୂର୍ବରୁ କ'ଣ କେବେ ଠାକୁରଙ୍କର ଏହି ବାଣୀ ବିଷୟରେ ଚିନ୍ତା କରିଛେ? ଶ୍ରୀ ଠାକୁର କହୁଛନ୍ତି, ମାଛ ମାଂସ ଆହାର କରିବା ନୁହେଁ ଭଲ କୌଣସି ଦିନ, କ୍ଷୁର୍ଣ୍ଣ ହିଁ ହୁଏ ଆୟୁ ସେଥିରେ, ପ୍ରବୃତ୍ତି ବି ହେବ ହୀନ। ଅନୁଶ୍ରୁତି ସପ୍ତମ ଖଣ୍ଡ ସ୍ୱାସ୍ଥ୍ୟରେ ଶ୍ରୀ ଠାକୁର କହିଲେ। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନ ଓ ବୃଦ୍ଧିର ବିଜ୍ଞାନ ଅନୁଯାୟୀ ଆହାର କିପରି ଆମର ଚରିତ୍ର ଗଠନ କରେ ତାହା କେବେ ଶୁଣିଛେ? ଆହୁରି ଗୋଟିଏ ସୁନ୍ଦର ବାଣୀ ଦେଲେ ଶ୍ରୀ ଠାକୁର, ନିଷ୍ଠା ଭଙ୍ଗା ହୃଦୟ ଯାହାର, ଶିଷ୍ଟ ଚଳନ କୋଉଠି ତାର, ଯେଉଁ ଭଳି ଯାହି ନା ସାଧୁ ବ୍ୟତିକ୍ରମ ଦୃଷ୍ଟ ଜୀବନ ଦ୍ୱାର। ଅନୁଶ୍ରୁତି 6 ଖଣ୍ଡ ଚରିତ୍ରରେ ଶ୍ରୀ ଠାକୁର କହିଲେ, ଆମିଷ ଖାଦ୍ୟ କିପରି ଆମ ଜୀବନରେ ବିଷ ସଦୃଶ, ଆସନ୍ତୁ ସେହି ବିଷୟରେ ଆଲୋଚନା ରଖିବା। ଆପଣ ଜାଣନ୍ତି କି ଆମେ ଯାହା ଖାଉ ତାହା କେବଳ ପେଟ ପୁରାଏ ନାହିଁ, ବରଂ ଆମର ଭାବନାକୁ ବି ନିୟନ୍ତ୍ରଣ କରେ। ଆମିଷ ଖାଇବା ଉପରେ ଠାକୁରଙ୍କ ମତ କ'ଣ? ଆସନ୍ତୁ ଏ ବିଷୟଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ବୁଝିପାରିବେ। ମୋର ପ୍ରିୟ ଗୁରୁ ଭ୍ରାତା ଓ ଗୁରୁ ମା ମାନେ ଏହା ଜାଣିବା ନିହାତି ଆବଶ୍ୟକ। ଶ୍ରୀ ଠାକୁର ଆଉ ଏକ ସୁନ୍ଦର ବାଣୀରେ କହିଲେ, ମାଛ ମାଂସ ଖାଅ ନା ଆଉ, ପିଆଜ ରସୁଣ ମାଦକ ଯାଉ, ଆମିଷେ ବିଧାନ ଉତ୍ତେଜିତ, ଅଯଥା ହୁଏ ଜର୍ଜରିତ। ଶ୍ରୀ ଠାକୁରଙ୍କ ଏହି ସୁନ୍ଦର ବାଣୀ ଯେମିତି ଅର୍ଣ୍ଣ ସେମିତି ମନ। ଆମିଷ ଆହାର ତାମସିକ ଗୁଣ ବୃଦ୍ଧି କରେ, ଆଉ ସାତ୍ତ୍ୱିକ ଆହାର ସତ୍ୱଗୁଣ ବୃଦ୍ଧି କରେ। ଯେଉଁମାନେ ମାଛ ମାଂସ ଖାଉଛନ୍ତି ନିଜ ପେଟ ପାଇଁ ହେଉ କି ତାଙ୍କର ପରିବାର ପେଟ ଭରିବା ପାଇଁ ହେଉ, କ'ଣ ଏହି ନିରୀହ ଜୀବକୁ ମାରି? ଆଜି ତ ତାଙ୍କର ପେଟ ଭରିଯିବ, କିନ୍ତୁ ଆଗକୁ ଭବିଷ୍ୟତରେ ସେହି ଜୀବମାନେ ହିଁ ତାଙ୍କର ଜୀବନରେ ଶତ୍ରୁ ହୋଇ ଆସିବେ। ଯାହା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଲେ, ମଣିଷ ଯେପରି କର୍ମ କରେ ସେହିପରି ତାର ଫଳ ନିଶ୍ଚିନ୍ତ ପାଏ। ଏହା ହିଁ ଗୀତାର ସତ୍ୟ ଶିକ୍ଷା। ମୁଁ ଠାକୁରଙ୍କ ପୁସ୍ତକରେ ଯାହା ପଢ଼ିଥିଲି ତାହା ସାଇନ୍ସ ବି ଆଜି ପ୍ରମାଣ କରୁଛି। ବୈଜ୍ଞାନିକ ଦିଗରୁ ମାଂସରେ ଥିବା ପ୍ରୋଟିନ୍ ଜୈବିକ ଭାବେ ମଣିଷ ଶରୀରରେ ଫରେନ୍ ପ୍ରୋଟିନ୍ ଭଳି କାମ କରୁଛି, ଯାହା ଶରୀରରେ ଅନାବଶ୍ୟକ ଉତ୍ତେଜନା ସୃଷ୍ଟି କରେ। ତାହାର ପ୍ରଭାବରେ କ୍ରୋଧ, ଅଧୈର୍ଯ୍ୟ ଏବଂ ଚିନ୍ତା ଶକ୍ତିରେ ବୃଦ୍ଧି ପାଏ। ସାଧାରଣ ଭାବେ କୌଣସି ଜୀବ ଯେତେବେଳେ ମୃତ୍ୟୁକୁ ପ୍ରାପ୍ତ ହୁଏ, ତାକୁ ପୂର୍ବରୁ ହିଁ ଜଣା ପଡ଼ିଯାଏ ଯେ ତାର ଆସନ୍ନ ମୃତ୍ୟୁ ସନ୍ନିକଟ। ଆଉ ସେ ସେତେବେଳେ ଈଶ୍ୱରଙ୍କୁ ସ୍ମରଣ କରି କୁହେ, ହେ ଭଗବାନ, ମୋର ସବୁ ଦୋଷ କ୍ଷମା କରି ମୋତେ ତୁମରି ପାଖକୁ ନେଇଯାଅ, ତୁମରି ଶ୍ରୀଚରଣରେ ସ୍ଥାନ ଦିଅ। ବନ୍ଧୁମାନେ, ସଂସାରରେ ତ ସମସ୍ତେ ବଞ୍ଚିବାକୁ ଚାହାନ୍ତି। ଏ ଦୁନିଆରେ କୌଣସି ଜୀବ ଏମିତି ନାହିଁ ଯେ ସେ ମରିବାକୁ ଭଲ ପାଏ, ନା କେବେ ଖୁସିରେ କହେ ମୋତେ ଭକ୍ଷଣ କର। ଠିକ୍ ଏହିପରି ଆମ ପରିବାରରୁ ବନ୍ଧୁ ଜଣେ ପ୍ରଶ୍ନ କଲେ ପଛ ଭିଡ଼ିଓରେ ଯେ ଗଛ ପତ୍ରରେ ବି ପ୍ରାଣ ଅଛି, ତେବେ ସେଗୁଡ଼ିକୁ କାହିଁକି ଖାଉଛୁ? ତାର ଉତ୍ତର ହେଉଛି, ଶ୍ରୀ ଠାକୁର ବୁଝାଉଛନ୍ତି,
ଆଉ ବିଜ୍ଞାନ ବି କହୁଛି ଯେ ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମର ପାର୍ଥକ୍ୟ ଅଛି। ଉଦ୍ଭିଦର ଯନ୍ତ୍ରଣା ଅନୁଭବ କରିବାର କ୍ଷମତା ପ୍ରାଣୀମାନଙ୍କ ଅପେକ୍ଷା ବହୁତ କମ୍। ଜୀବନ ଚାଲିବା ପାଇଁ କିଛି ଖାଇବା ତ ନିହାତି ଆବଶ୍ୟକ। ପ୍ରତ୍ୟେକ ଜୀବ ଯେମିତି ମଣିଷ, ପଶୁ, ପକ୍ଷୀ ଅନ୍ୟ ଜୀବମାନଙ୍କ ଉପରେ ନିର୍ଭର କରି ଚାଲନ୍ତି। ଏହାକୁ କୁହାଯାଏ ପ୍ରକୃତିର ଅବାଧ ନିୟମ। ଗଛ ଓ ପଶୁର ମଧ୍ୟରେ ତଫାତ ହେଉଛି ଦୁହିଁଙ୍କର ପ୍ରାଣ ତ ଅଛି, କିନ୍ତୁ ପଶୁମାନଙ୍କ ଭିତରେ ବେଶୀ ସେନ୍ସ ଥାଏ, ଯେମିତି କଷ୍ଟ ଯନ୍ତ୍ରଣାକୁ ଭଲ ଭାବେ ଅନୁଭବ କରିପାରନ୍ତି। ଆଉ ଗଛ ଭିତରେ କମ ସେନ୍ସ ଥାଏ, ଅର୍ଥାତ୍ ସେ ତାର ଯନ୍ତ୍ରଣାକୁ କମ ଅନୁଭବ କରିପାରେ, ବେସିକ୍ ଲାଇଫରେ ବଞ୍ଚି ରହେ। ସାର କଥା ହେଲା, ଫଳ ଓ ପତ୍ର ନେଲେ ଗଛ କେବେ ମରେନି ଆଜ୍ଞା, ବରଂ ଗଛରୁ ଫଳ ପତ୍ର ନେଲେ ଗଛ ତାର ଜୀବନକୁ ଆହୁରି ସୁଚାରୁ ରୂପେ ନିର୍ବାହ କରିପାରେ। କିନ୍ତୁ ପଶୁକୁ ଖାଇବା ପାଇଁ ତାଙ୍କୁ ଜୀବନରୁ ମାରିବା ଆବଶ୍ୟକ। ସେଥିପାଇଁ ଠାକୁରଙ୍କ ମତରେ ପ୍ରାଣୀଙ୍କ ମୃତ୍ୟୁ ସମୟରେ ସେମାନଙ୍କ ଶରୀରରେ ଯେଉଁ ଭୟର ହର୍ମୋନ୍ ନିର୍ଗତ ହୁଏ, ତାହା ମାଂସ ମାଧ୍ୟମରେ ଆମ ଶରୀରକୁ ଯାଏ, ଯାହା ଆଧ୍ୟାତ୍ମିକ ଦିଗରେ ପ୍ରତିବନ୍ଧକ ସାଜେ। ସେଇଥିପାଇଁ ସାଧୁ ସନ୍ଥମାନେ ଏହାଠାରୁ ଦୂରେଇ ରୁହନ୍ତି। ସେଇଥିପାଇଁ ଠାକୁର ତାଙ୍କର ଶେଷ ମଣିଷ ସାଧନା ଭିତର ଦେଇ ଏହି ମାନବକୁ ଦେବମାନବ ରୂପେ ଗଢ଼ିବାକୁ କେତେ ଯେ ଚାହିଁଛନ୍ତି। ପୂର୍ବ ଭିଡ଼ିଓରେ ବନ୍ଧୁଗଣ ଆମେ ଆଲୋଚନା କରୁଥିଲେ, ଯଦି ନାମ ଧ୍ୟାନ କରିବା ସମୟରେ ମନ ସ୍ଥିର ହେଉନାହିଁ, ତାହେଲେ ଆମେ କେଉଁଠି ଭୁଲ କରୁଛେ ତା ଜାଣିବା ଉଚିତ। ନିରାମିଷ ଆହାର ଦ୍ୱାରା ଶରୀର ଶୁଦ୍ଧ ରହେ, ଯାହାର ଫଳରେ ନାମ କରିବା ସମୟରେ ଏକାଗ୍ରତା ବୃଦ୍ଧି ପାଏ। ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ଆମିଷ ଖାଇବା ଦ୍ୱାରା ମଣିଷର ପଶୁ ପ୍ରବୃତ୍ତି ଜାଗ୍ରତ ହୁଏ, ଯାହା ଆଧ୍ୟାତ୍ମିକ ଉନ୍ନତିରେ ବାଧା ଦିଏ। ଯଦି ଜାଣିବାକୁ ଚାହୁଁଛନ୍ତି ସନ୍ତାନମାନଙ୍କ ଉପରେ ଏହାର ପ୍ରଭାବ କ'ଣ, ଏ ବିଷୟରେ ଠାକୁରଙ୍କ ସତର୍କ ବାଣୀ କ'ଣ, ତାହେଲେ କମେଣ୍ଟସରେ ଆମକୁ ଜଣାନ୍ତୁ। ଏହାପରେ ଆଉ ଏକ ସୁନ୍ଦର ବିଷୟବସ୍ତୁ ଉପରେ ଆଲୋଚନା ନେଇ ଆସିବୁ। ସତ୍ୟାନୁସରଣ ଓ ବିଭିନ୍ନ ଆଲୋଚନାରେ ଠାକୁର କିପରି ଶୁଦ୍ଧ ସାତ୍ତ୍ୱିକ ଆହାର ଉପରେ ଗୁରୁତ୍ୱ ଦେଇଛନ୍ତି, ତା ଉପରେ ପୂର୍ବରୁ ଅନେକ ଭିଡ଼ିଓ ଅପଲୋଡ଼ କରିଛୁ ବନ୍ଧୁଗଣ, ଆପଣମାନେ ସେସବୁକୁ ଦେଖିପାରନ୍ତି। ଶ୍ରୀ ଠାକୁରଙ୍କ ନିର୍ଦ୍ଦେଶ ହେଉଛି, ଆମିଷ ତ୍ୟାଗ କରିବା କେବଳ ଏକ ଧାର୍ମିକ ନିୟମ ନୁହେଁ, ବରଂ ଏହା ଜୀବନ ରକ୍ଷାର ଏକ ବିଜ୍ଞାନ। ମାନିଲେ ମଙ୍ଗଳ। ପ୍ରଥମରୁ ହିଁ ଆମିଷ ଖାଦ୍ୟ ଯେ ଆମମାନଙ୍କର ଲୋଭନୀୟ ବି ଅଟେ, କିନ୍ତୁ ଏବେ ବି ବହୁ ବିଜ୍ଞ ଚିକିତ୍ସକ ଅଛନ୍ତି ଯେଉଁମାନେ ଆମିଷ ଭକ୍ଷଣକୁ ଆଦୌ ସମର୍ଥନ କରନ୍ତି ନାହିଁ। ଶୁଣାଯାଏ ଗୋଟିଏ ଅଣ୍ଡା ଠାରୁ 2ଟି କଦଳୀର ଶକ୍ତି ଅନେକ ଗୁଣରେ ବେଶୀ। ମଣିଷ କଦଳୀ ନ ଖାଇ କାହିଁକି ଅଣ୍ଡା ଖାଏ ବୁଝି ହୁଏ ନାହିଁ। ଆମିଷ ଜାତୀୟ ଖାଦ୍ୟ ଗ୍ରହଣରେ ଶରୀରର ଗ୍ରୋଥ ବୃଦ୍ଧି ଦ୍ରୁତ ଗତିରେ ହୁଏ, କିନ୍ତୁ ଲକ୍ଷ୍ୟ କରିଲେ ଦେଖାଯାଏ ଯାହାର ବୃଦ୍ଧି ଯେତେ ଦ୍ରୁତ, ତାର କ୍ଷୟ ମଧ୍ୟ ସେତେ ଦ୍ରୁତ ହୋଇଥାଏ। ଏହା ଆଜି ପ୍ରମାଣ କରିଛି ନିଜେ ମଣିଷ। ତାହା ହେଉଛି ନିଜର ଆୟୁ ପାଖାପାଖି 60 ବର୍ଷକୁ ଖସି ଆସିନି। ଶ୍ରୀ ଠାକୁରଙ୍କ ମତରେ ଆମିଷ ଖାଦ୍ୟ ଶରୀରରେ ଅତ୍ୟଧିକ ଉତ୍ତେଜନା ସୃଷ୍ଟି କରେ। ଏହାର ଫଳରେ ଶରୀରର ବିଷାକ୍ତ ପଦାର୍ଥ ଅର୍ଥାତ୍ ଟକ୍ସିନ୍ ଅନେକାଂଶରେ ବଢ଼ିଯାଏ। ଆଉ ସେହି ଟକ୍ସିନ୍କୁ କମ୍ କରିବା ପାଇଁ ଅନେକ ଡାକ୍ତର ପରାମର୍ଶ କରିଥାନ୍ତି ଖାଦ୍ୟରେ ଆମେ ଦହିକୁ ଆଡ଼୍ କରିବା। ଆଉ ଏହାର କୁପ୍ରଭାବରେ ମଣିଷର ଆୟୁ କମିଯାଏ, ଶରୀର ଦୁର୍ବଳ ହୋଇଯାଏ, ଆଉ ଜନନ କ୍ଷମତା କମିଯାଏ। ଅନେକ ଯୁକ୍ତି ବାଢ଼ନ୍ତି ଯେ ଦେଖିବାକୁ ଗଲେ ଏହା ମଣିଷକୁ ଶକ୍ତିଶାଳୀ କରୁଛି,
କିମ୍ବା କାମନା ବାସନା ବଢ଼ାଉଛି, କିନ୍ତୁ ଏହା ଆମମାନଙ୍କର ଭ୍ରମ ମାତ୍ର। ଅସଲ କଥା ହେଉଛି ଏହା ଶରୀରରେ ଅସ୍ୱାଭାବିକ ଉତ୍ତେଜନା ଆଣେ, ଯାହା ଦୀର୍ଘ ସମୟରେ ଶରୀରକୁ ନଷ୍ଟ ହିଁ କରେ। ଆଜି ଅନେକ ମଣିଷ ରୋଗଗ୍ରସ୍ତରେ ବୁଡ଼ି ରହୁଛନ୍ତି। ଶ୍ରୀ ଠାକୁର ଏହି ଆମିଷ ଖାଦ୍ୟକୁ ଶରୀର ପାଇଁ ବିଷ ସମାନ ବୋଲି କହିଛନ୍ତି, ଯାହା ମଣିଷର ଆୟୁକୁ କମ୍ କରାଏ। ସ୍ୱାସ୍ଥ୍ୟ ଓ ଶକ୍ତିକୁ ଯିଏ ନଷ୍ଟ କରେ, ସେ କିପରି ମଣିଷକୁ ଶକ୍ତିଶାଳୀ କରେ? ତେଣୁ ଯଥାସମ୍ଭବ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଆମିଷ ଖାଦ୍ୟ ଦେଖିବାକୁ ଭଲ ଲାଗେ, ଲୋଭନୀୟ ବି ଦିଶେ, କିନ୍ତୁ ଶରୀର ପାଇଁ ବିଷ ସମାନ। ଶ୍ରୀ ଠାକୁର କହିବା ଅନୁଯାୟୀ ମା ଯଦି ଖାଦ୍ୟକୁ ନେଇ ଠିକ୍ ନ ହୁଏ, ତେବେ ଅନେକ ଦେବ ସନ୍ତାନ ଅର୍ଥାତ୍ ଦେବବଂଶୀ ପୁରୁଷଠାରୁ ଗ୍ରହଣ କରିଥିବା ସନ୍ତାନ ମଧ୍ୟ ଦୁଷ୍ଟ ସନ୍ତାନରେ ପରିଣତ କରିଦେଇପାରନ୍ତି। ଆମେ ସାଧାରଣତଃ ବୀଜର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଦେଇଥାଉ। ସେଇଥିପାଇଁ ଆମ୍ବ ଟାକୁଆରୁ ଆମ୍ବ ଅବଶ୍ୟ ସମ୍ଭବ ହୁଏ, କିନ୍ତୁ ମିଠା ଆମ୍ବର ଟାକୁଆରୁ ମାଟି ପ୍ରଭାବରେ ଅନେକ ସମୟରେ ପାଣିଚିଆ ଆମ୍ବର ଉତ୍ପତ୍ତି ହେବା ଦେଖାଯାଏ। ବହୁଳ ଫଳ କ୍ଷେତ୍ରରେ କିଛିଟା ଫଳ ଫଳିଥାଏ, ତା ବି କେଉଁଠି କେମ୍ପା କୁଜା ତ କେଉଁଠି ରୋଗଣା ଫଳ ହେବ। ଆହୁରି ମିଠା ଫଳ ବଦଳରେ ପାଣିଚିଆ ଫଳ ହେବା ଦେଖାଯାଏ। ଏଥିରୁ ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରେ ଯେ ମାଟିର ପ୍ରଭାବରେ ଅନେକାଂଶରେ ବୀଜକୁ ନିୟନ୍ତ୍ରିତ କରିପାରେ। ଏଥିରେ ଆମେ ଅବଶ୍ୟ ଏକମତ ହେବା ବନ୍ଧୁଗଣ। ଏଣୁ ନାରୀର ଖାଦ୍ୟ ଯଦି ଶୁଦ୍ଧ, ପବିତ୍ର ତଥା ସାତ୍ତ୍ୱିକ ନ ହୁଏ, ତେବେ ପବିତ୍ର ଆତ୍ମାର ଅବତରଣ ହେବା ଅସମ୍ଭବ। ସେଥିପାଇଁ ବନ୍ଧୁଗଣ, ଶ୍ରୀ ଠାକୁରଙ୍କର ଏହି ଅମୃତ ବାଣୀରୁ ଆମେ ଆଜି ଗୋଟିଏ କଥା ସ୍ପଷ୍ଟ ଭାବେ ବୁଝିଲେ ଯେ ଆମର ଖାଦ୍ୟପେୟ ହିଁ ଆମର ଚିନ୍ତାଧାରା, ଆୟୁଷ ଏବଂ ଆଗାମୀ ପିଢ଼ିର ସଂସ୍କାରକୁ ନିର୍ଦ୍ଧାରଣ କରିଥାଏ। ଯଦି ଆମେ ଏକ ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଢ଼ିବା ପାଇଁ ଚେଷ୍ଟା କରୁଛେ, ତେବେ ଆଜି ଆମକୁ ଏହି ଆମିଷ ରୂପକ ବିଷକୁ ତ୍ୟାଗ କରି ସାତ୍ତ୍ୱିକ ଜୀବନଶୈଳୀକୁ ଆପଣେଇବାକୁ ହେବ। ବିଶେଷ କରି ମା' ମାନେ ନିଜର ଖାଦ୍ୟ ଏବଂ ଆଚାର ପ୍ରତି ସଚେତନ ହେଲେ ହିଁ ଆମେ ଘରେ ଘରେ ଦେବ ସନ୍ତାନ ଗଢ଼ିପାରିବା। ଏ ସବୁର ସାରାଂଶ ହେଉଛି, ଯଦି ଆମେ ଆମର ମନକୁ ଶାନ୍ତ ଓ ଦେବତ୍ୱ ଗୁଣରେ ପରିପୂର୍ଣ୍ଣ କରିବାକୁ ଚାହୁଁ, ତେବେ ଶାକାହାରୀ ହେବା ଶ୍ରେୟସ୍କର। ଶ୍ରୀ ଠାକୁରଙ୍କର ଆହ୍ୱାନ, ଆସନ୍ତୁ ତାଙ୍କରି ଏହି ସୁନ୍ଦର ବିଚାରକୁ ନିଜ ଜୀବନରେ ପ୍ରୟୋଗ କରି ଦେଖିବା। ଆପଣଙ୍କୁ କ'ଣ ଲାଗୁଛି ବନ୍ଧୁଗଣ? ଏହି ବିଷୟରେ ଆପଣଙ୍କ ମନରେ କ'ଣ ପ୍ରଶ୍ନ ଅଛି କି? କମେଣ୍ଟସରେ ଜଣାନ୍ତୁ। ଆଶା କରେ ଠାକୁରଙ୍କ ଏହି ଦିବ୍ୟ ବାର୍ତ୍ତା ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ। ଯଦି ଆଜିର ଏହି ବିଷୟବସ୍ତୁଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ନିଜର ପରିବାର ଏବଂ ସାଙ୍ଗସାଥୀଙ୍କ ସହ ସେୟାର ନିଶ୍ଚୟ କରନ୍ତୁ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ସଚେତନ ହୋଇପାରିବେ। ଏହିପରି ଅଧିକ ଆଧ୍ୟାତ୍ମିକ ଏବଂ ଜୀବନ ଗଠନମୂଳକ ଭିଡ଼ିଓ ଦେଖିବା ପାଇଁ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ମତାମତ କମେଣ୍ଟସ୍ ବକ୍ସରେ ନିଶ୍ଚୟ ଜଣାନ୍ତୁ। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କ ପାଖରେ ସମସ୍ତଙ୍କର ମଙ୍ଗଳ କାମନା କରି ଆଜି ଏଇଠି ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।